ନମସ୍କାର ଦର୍ଶକ ବନ୍ଧୁ, ଆପଣ ଦେଉଛନ୍ତି ପ୍ରଧାନ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲ। ତେବେ ନୂଆବର୍ଷ ତ ଆସି ସାରିଛି ଏବଂ 2026ର ଆରମ୍ଭରୁ ଆପଣଙ୍କୁ ମୁଁ ସ୍ୱାଗତ କରୁଛି ପ୍ରଧାନ ନ୍ୟୁଜ୍ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ନୂତନ ଖବର ସହିତ। ତେବେ ଆପଣମାନେ ଯଦି ପ୍ରଥମ ଥର କରି ଏହି ଚ୍ୟାନେଲକୁ ଆସନ୍ତି ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରି ରଖ, କାରଣ ଆପଣଙ୍କ ସବସ୍କ୍ରାଇବ୍ ଦ୍ୱାରା ମୋତେ ମୋଟିଭେସନ୍ ମିଳିବ ଆଉ ଆପଣଙ୍କ ପାଇଁ ମୁଁ ସବୁବେଳେ ବଛା ବଛା ଖବର ସବୁ ନେଇ ଆସି ପହଞ୍ଚି ପାରିବି। ତେବେ এই খবরটি କ'ଣ? এই খবরটি ଆପଣ ଜାଣିବା ସହିତ ଯଦି ଆପଣଙ୍କୁ ଭଲ ଲାଗେ ଆପଣ ଗୋଟେ ଲାଇକ୍ ମଧ୍ୟ କରିଦେବେ। ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍ ସ୍ପିଡ୍ ଦେବ ରାଜନୈତିକ ଲାଭ। ଆଜ୍ଞା, ଭାଜପାକୁ 180 ଆସନରେ ମିଳିବ। ମାନେ ନୂତନ ବର୍ଷର ପ୍ରଥମ ଦିନରେ ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଖୁବ୍ ଶୀଘ୍ର ଗୁଆହାଟୀ ଏବଂ କୋଲକାତା ମଧ୍ୟରେ ଚାଲିବ। ଏହି ଟ୍ରେନ୍ ପଶ୍ଚିମବଙ୍ଗ ଏବଂ ଆସାମ ମଧ୍ୟରେ ସଂଯୋଗକୁ ବୃଦ୍ଧି କରିବ। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ଚଳିତ ବର୍ଷ ମାର୍ଚ୍ଚ ଏପ୍ରିଲରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ମୋଦି ସରକାରଙ୍କ ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି ବିବେଚନା କରାଯାଉଛି। ଏହା ଭାଜପାର ରଣନୀତିର ଏକ ଅଂଶ, କାରଣ ଉଭୟ ରାଜ୍ୟ ରାଜନୈତିକ ଦୃଷ୍ଟିରୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାଜପା ଲଗାତାର 10 ବର୍ଷ ଧରି ଆସାମରେ କ୍ଷମତାରେ ଅଛି। ପଶ୍ଚିମବଙ୍ଗରେ ଗତ 10 ବର୍ଷ ମଧ୍ୟରେ ଭାଜପା ଶୂନ୍ୟରୁ କ୍ଷମତାର ଦାବିଦାର ପାଲଟିଛି। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସର୍ବାଧିକ ଗତି 180 କିଲୋମିଟର/ଆୱାର। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଘୋଷଣା ଉତ୍ତର ପୂର୍ବ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଉନ୍ନତ ରେଳ ସଂଯୋଗୀକରଣର ପ୍ରତିଶ୍ରୁତି ଦିଏ। ଏହା ଦୁଇ ଅଞ୍ଚଳ ମଧ୍ୟରେ ଆର୍ଥିକ ଏବଂ ସାମାଜିକ ସମନ୍ୱୟକୁ ପ୍ରୋତ୍ସାହିତ କରିବ। ଗୌହାଟୀ ଏବଂ କୋଲକାତା ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ଭାରତର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହର। ଏକ ବଡ଼ ଜନସଂଖ୍ୟା ଏହି ଦୁଇଟି ସହର ମଧ୍ୟରେ ନିୟମିତ ଭାବରେ ଯାତ୍ରା କରନ୍ତି। ଏହି ଟ୍ରେନ୍ କେବଳ ଯାତ୍ରା ସମୟ ହ୍ରାସ କରିବ ନାହିଁ, ବରଂ ଆରାମ ଏବଂ ସୁରକ୍ଷା ଦୃଷ୍ଟିରୁ ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରିବ। ତଥାପି ଏକ ରାଜନୈତିକ ପଦକ୍ଷେପ ମଧ୍ୟ କୁହାଯାଉଛି। ଭାଜପା ଉଭୟ ରାଜ୍ୟର ଭୋଟରଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ପୂର୍ବ ଭାରତ, ବିଶେଷ କରି ବଙ୍ଗଳା ଏବଂ ଉତ୍ତର ପୂର୍ବ ବିକାଶ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋଦି ସରକାର ଏହି ଟ୍ରେନ୍ ବିକାଶର ପ୍ରତୀକ ଭାବରେ ଉପସ୍ଥାପନ କରୁଛନ୍ତି। ଯଦି ଦଳ ଏହି ବନ୍ଦେ ଭାରତ ଅଭିଯାନକୁ ପଞ୍ଜୀଭୂତ କରିବାରେ ସଫଳ ହୁଏ ତେବେ ଏହା ପଶ୍ଚିମବଙ୍ଗରେ 180ଟି ଆସନ ଜିତିପାରିବ। ଆଜ୍ଞା, ରାଜ୍ୟରେ 294ଟି ବିଧାନସଭା ଆସନ ଅଛି। 2021 ବିଧାନସଭା ନିର୍ବାଚନରେ ଏହାର ମେଣ୍ଟ 77ଟି ଆସନ ଏବଂ 38% ଭୋଟ ଜିତିଥିଲା। ଅନ୍ୟ ପକ୍ଷରେ ଟିଏମ୍ସି ମେଣ୍ଟ 48% ଭୋଟ ଅଂଶ ସହିତ 216ଟି ଆସନ ଜିତିଥିଲା। ଆସାମରେ 2021ରେ ଭାଜପା କ୍ଷମତାକୁ ଫେରିଥିଲା। ସେଠାରେ ଭାଜପାର ମୁଖ୍ୟ ପ୍ରତିଯୋଗିତା ହେଉଛି କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟା ଲଢ଼େଇ କଠିନ। ତେଣୁ ଭାଜପାକୁ ଏହି ନିର୍ବାଚନରେ ଭୋଟରମାନଙ୍କୁ ଏକ ନୂତନ ପ୍ୟାକେଜ ଉପସ୍ଥାପନ କରିବାକୁ ପଡ଼ିବ, କାରଣ ଗତ 10 ବର୍ଷ ଧରି ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଆଉ ପ୍ରଭାବଶାଳୀ ନୁହେଁ। ଭାଜପା ରାଜ୍ୟରେ ଏନ୍ଆର୍ସି ଏବଂ ବାଂଲାଦେଶୀ ଅନୁପ୍ରବେଶ ଭଳି ପ୍ରସଙ୍ଗ ଲଗାତାର ଉଠାଇ ଆସୁଛି। ତେଣୁ ତୃତୀୟ ଥର ପାଇଁ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଏକ ଚ୍ୟାଲେଞ୍ଜିଂ କଥା। ଏହି ପରିପ୍ରେକ୍ଷୀରେ ନୂତନ ଟ୍ରେନ୍ ପ୍ରଚଳନ ଭୋଟରଙ୍କ ମଧ୍ୟରେ ବିକାଶର ଆଲୋଚନାକୁ ମଧ୍ୟ ବୃଦ୍ଧି କରିବ। ଏହା ଭାଜପାକୁ ଲାଭ ଦେବ। ଏହା ହୁଏତ ଏହି ବାର୍ତ୍ତା ଦେଇପାରିବ ଯେ କେନ୍ଦ୍ର ଏବଂ ରାଜ୍ୟ ଉଭୟ ସ୍ତରରେ ଗୋଟିଏ ଦଳ କ୍ଷମତାରେ ରହିବା ବିକାଶର ଗତିକୁ ତ୍ୱରାନ୍ୱିତ କରେ। କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ଅନେକ ପ୍ରକଳ୍ପର ଉଦ୍ଘାଟନ କିମ୍ବା ଶିଳାନ୍ୟାସ କରିଛନ୍ତି। ଏହି ନୂତନ ଟ୍ରେନ୍କୁ ଏହି ଶୃଙ୍ଖଳାର ଏକ ଅଂଶ ଭାବରେ ଦେଖାଯାଉଛି। ଦ୍ୱିତୀୟତଃ, ପଶ୍ଚିମବଙ୍ଗରେ ଭାଜପାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଟିଏମ୍ସି। ବିଗତ 4ଟି ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦେଖିଲେ ଜଣାପଡ଼ୁଛି ଯେ ଭାଜପା ଏକ ଶୀର୍ଷରେ ପହଞ୍ଚିବା ଉପରେ ସ୍ଥିର ହେଉଛି। ପ୍ରାୟ 40% ଭୋଟ ବ୍ୟାଙ୍କ ସହିତ ରାଜ୍ୟରେ ଏହାର ଏକ ଦୃଢ଼ ଉପସ୍ଥିତି ଅଛି। ତଥାପି ମୁହାଁମୁହିଁ ପ୍ରତିଯୋଗିତା ଯୋଗୁଁ ମମତା ଦିଦିଙ୍କ ବଳ ସାମାନ୍ୟ ଝଟକା ପାଇଛି। ଏହାର ପ୍ରାୟ 45% ଭୋଟ ବ୍ୟାଙ୍କ ଅଛି। ଏପରି ପରିସ୍ଥିତିରେ ନୂତନ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଦଳକୁ ଏକ ନୂତନ ପ୍ୟାକେଜ ଦେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଭାଜପା ରାଜ୍ୟରେ ବିକାଶ ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ଏହି ନୂତନ ଟ୍ରେନ୍ ବ୍ୟବହାର କରିପାରିବ। ଯଦି ବିକାଶ ପ୍ରସଙ୍ଗଗୁଡ଼ିକ ନିର୍ବାଚନ ବିତର୍କର କେନ୍ଦ୍ରବିନ୍ଦୁ ହୋଇଥାଏ ତେବେ ଏହା ସିଧାସଳଖ ଭାଜପାକୁ ଲାଭ ଦେବ, କାରଣ ମମତା ବାନାର୍ଜୀ ଗତ 15 ବର୍ଷ ଧରି କ୍ଷମତାରେ ଅଛନ୍ତି। ଲୋକଙ୍କ ମଧ୍ୟରେ ଶାସନ ବିରୋଧୀ ଭାବନା ବିକଶିତ ହୋଇଛି। ତଥାପି ସେ ଭାଜପା ପ୍ରତି ଭୟ ସୃଷ୍ଟି କରି ତାଙ୍କର ରାଜନୀତି କରନ୍ତି। ସେ ସଂଖ୍ୟାଲଘୁ ସମ୍ପ୍ରଦାୟରେ ଭାଜପା ପ୍ରତି ଭୟ ସୃଷ୍ଟି କରନ୍ତି, ଯାହାର ରାଜ୍ୟରେ ପ୍ରାୟ 30% ସଂଖ୍ୟାଲଘୁ ଜନସଂଖ୍ୟା ଅଛି। ଫଳସ୍ୱରୂପ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଉଭୟ ରାଜ୍ୟର ନିର୍ବାଚନ ବର୍ଣ୍ଣନା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ତେବେ କ'ଣ ଆପଣମାନେ ଏହି ଖବରଟିକୁ ସମ୍ପୂର୍ଣ୍ଣ ରୂପେ ଦେଖିଛନ୍ତି କି? ତେବେ ଯଦି ଆପଣମାନେ ଏହି ଖବରଟିକୁ ସମ୍ପୂର୍ଣ୍ଣ ରୂପେ ଦେଖିଛନ୍ତି ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ କ'ଣ ଏହି ଖବରଟିକୁ ଠିକ୍ ସେ ବୁଝିପାରିଛନ୍ତି କି? ତେବେ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ କମେଣ୍ଟରେ ହଁ ବୋଲି ଲେଖିଦିଅନ୍ତୁ। ତେବେ ଆମେ ଦେଖା ହେବା ଅନ୍ୟ ଏକ ନ୍ୟୁଜ୍ ଅପଡେଟ୍ ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।